ओम शांति 12 सेप्टेम्बर 2025 प्रातः मुरली शिव भगवानकर मधुर महावाक्य। शिव बाबा कहते मिठे बच्चे, तुमर पाठ पढ़ार सबुकिछि जोग उपरे निर्भर करुछि, कारण जोग द्वारा ही आत्मा पवित्र होइथाए एवं विकर्म विनाश होइथाए। तुमर पाठ पढ़ार सबुकिछि जोग उपरे निर्भर करुछि, कारण जोग द्वारा ही आत्मा पवित्र होइथाए एवं विकर्म विनाश होइथाए। आजिर प्रश्न, केतेक संतान बाबांकर होई सारिबा परे पुणी हाथ छाड़ी देउछन्ति, एहार कारण कौन? केतेक संतान बाबांकर होई सारिबा परे पुणी हाथ छाड़ी देउछन्ति, एहार कारण कौन? उत्तर, एकरे बाबांकु संपूर्ण भावरे चिन्हि न पारिबा कारणरू बा पूरा निश्चय बुद्धि न हेबा कारणरू 8-10 वर्ष परे मध्य बाबांकु छाड़पत्र देई देउछन्ति बा हाथ छाड़ी देउछन्ति, जाहा द्वारा तांकर पदभ्रष्ट होई जाउछि। 2 रे कुदृष्टि रहिबा द्वारा मायार ग्रहचारी आसी जाउछि, अवस्था तଳ ଉପର ହେଉଛି, ସେଥିପାଇଁ ମଧ୍ୟ ପାଠ ପଢ଼ା ବନ୍ଦ ହୋଇଯାଉଛି। ଓମ୍ ଶାନ୍ତି। ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି, ଏବେ ବୁଝୁଛ ଯେ ଆମେ ସବୁ ହେଉଛୁ ଆତ୍ମିକ ଅବିନାଶୀ ପିତାଙ୍କର ସନ୍ତାନ। ଏହାକୁ ବାପ ଦାଦା ବୋଲି କୁହାଯାଉଛି। ତୁମ ପରି ଏ ବ୍ରହ୍ମା ମଧ୍ୟ ଶିବ ବାବାଙ୍କର ଆତ୍ମିକ ସନ୍ତାନ ଅଟନ୍ତି। ଶିବ ବାବାଙ୍କର ରଥ ତ ନିଶ୍ଚୟ ଦରକାର ନା। ସେଥିପାଇଁ ଯେମିତି ତୁମ ଆତ୍ମାମାନଙ୍କୁ ଶରୀର ମିଳିଛି କର୍ମ କରିବା ପାଇଁ, ସେହିପରି ଇଏ ମଧ୍ୟ ଶିବ ବାବାଙ୍କର ରଥ। କାହିଁକି ନା ଏହା କର୍ମକ୍ଷେତ୍ର ଅଟେ। ଯେଉଁଠି କର୍ମ କରିବାକୁ ପଡ଼ିଥାଏ ତାହା ହେଉଛି ଘର, ଯେଉଁଠି ଆତ୍ମାମାନେ ରହୁଛନ୍ତି। ଆତ୍ମା ଜାଣିଛି ଆମର ଘର ଶାନ୍ତିଧାମ। ସେଠାରେ ଏହି ଖେଳ ହେଉନାହିଁ, ସେଠାରେ ବତୀ ଆଦି କିଛି ନାହିଁ, କେବଳ ଆତ୍ମାମାନେ ହିଁ ରହୁଛନ୍ତି। ଏଠାକୁ ଅଭିନୟ କରିବାକୁ ଆସୁଛନ୍ତି। ତୁମ ବୁଦ୍ଧିରେ ଅଛି ଏହା ବେହଦର ଡ୍ରାମା। ଯେଉଁ ଅଭିନେତାମାନେ ଅଛନ୍ତି ତାଙ୍କର ଅଭିନୟକୁ ଆରମ୍ଭରୁ ନେଇ ଅନ୍ତିମ ପର୍ଯ୍ୟନ୍ତ ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛ। ଏଠାରେ କୌଣସି ସାଧୁସନ୍ଥ ଆଦି ବୁଝାଉ ନାହାନ୍ତି। ଏଠାରେ ଆମେ ପିଲାମାନେ ବେହଦ ବାବାଙ୍କ ପାଖରେ ବସିଛୁ। ଏବେ ଆମକୁ ଘରକୁ ଫେରିଯିବାକୁ ହେବ। ଆତ୍ମାକୁ ନିଶ୍ଚୟ ପବିତ୍ର ହେବାକୁ ପଡ଼ିବ। ଏପରି ନୁହେଁ ଯେ ଏଠାରେ ଶରୀର ମଧ୍ୟ ପବିତ୍ର ହେବ, ତା ନୁହେଁ। ଆତ୍ମା ପବିତ୍ର ହେଉଛି। 5 ତତ୍ତ୍ୱ ଶତପ୍ରଧାନ ହେଲେ ଯାଇ ଶରୀର ପବିତ୍ର ହେବ। ଏବେ ତୁମ ଆତ୍ମା ପୁରୁଷାର୍ଥ କରି ପବିତ୍ର ହେଉଛି। ସେଠାରେ ଆତ୍ମା ଏବଂ ଶରୀର ଉଭୟ ପବିତ୍ର ରହିଥାଏ। ଏଠାରେ ତାହା ହୋଇପାରିବ ନାହିଁ। ଆତ୍ମା ପବିତ୍ର ହୋଇଗଲେ ପୁରୁଣା ଶରୀର ଛାଡ଼ିଥାଏ, ପୁଣି ନୂଆ ତତ୍ତ୍ୱରେ ନୂଆ ଶରୀର ତିଆରି ହେବ। ତୁମେ ଜାଣିଛ ଆମର ଆତ୍ମା ବେହଦର ବାବାଙ୍କୁ ମନେ ପକାଉଛନ୍ତି ନା ନାହିଁ? ଏ କଥା ପ୍ରତ୍ୟେକ ନିଜକୁ ପଚାରିବା ଉଚିତ। ପାଠ ପଢ଼ାର ସମସ୍ତ ଆଧାର ହେଉଛି ଯୋଗ। ପାଠ ପଢ଼ା ତ ହେଉଛି ସହଜ। ତୁମେ ବୁଝିଯାଇଛ ଯେ ଚକ୍ର କିପରି ଘୁରୁଛି। ମୁଖ୍ୟ ହେଉଛି ଯୋଗର ଯାତ୍ରା। ଏହା ତ ଗୁପ୍ତ ଅଟେ, ଏହାକୁ କେହି ଦେଖିପାରିବେ ନାହିଁ। ବାବା କହିପାରିବେ ନାହିଁ ଯେ ଇଏ ବହୁତ ଯୋଗଯୁକ୍ତ ରହୁଛନ୍ତି ଅଥବା କମ୍। ହଁ, ଜ୍ଞାନ ନିମନ୍ତେ କହିପାରିବେ ଯେ ଇଏ ଜ୍ଞାନରେ ବହୁତ ତୀକ୍ଷ୍ଣ ଅଛନ୍ତି। ଯୋଗ ତ ଗୁପ୍ତ, ବାହାରକୁ ଦେଖାଯାଏ ନାହିଁ। ଜ୍ଞାନ ମୁଖ ଦ୍ୱାରା କୁହାଯାଇଥାଏ। ୟାଦ ତ ହେଉଛି ଅଜପା ଜପ। ଜପ ଅକ୍ଷର ହେଉଛି ଭକ୍ତି ମାର୍ଗର। ଜପ ଅର୍ଥାତ୍ କାହାର ନାମକୁ ଜପିବା। ଏଠାରେ ତ ଆତ୍ମାକୁ ନିଜ ପିତାଙ୍କୁ ମନେ ପକାଇବାକୁ ହେବ। ତୁମେ ଜାଣିଛ ଯେ ଆମେ ବାବାଙ୍କୁ ମନେ ପକାଇ ପକାଇ ପବିତ୍ର ହୋଇ ମୁକ୍ତିଧାମ ଶାନ୍ତିଧାମରେ ଯାଇ ପହଞ୍ଚିଯିବୁ। ଏପରି ନୁହେଁ ଯେ ଡ୍ରାମାରୁ ମୁକ୍ତ ହୋଇଯିବା। ମୁକ୍ତିର ଅର୍ଥ ହେଉଛି ଦୁଃଖରୁ ମୁକ୍ତ ହେବା।
ତୁମେ ଶାନ୍ତିଧାମ ଯାଇ ପୁଣି ସୁଖଧାମକୁ ଆସିବ। ଯିଏ ପବିତ୍ର ହେବେ ସିଏ ସୁଖ ଭୋଗ କରନ୍ତି। ଅପବିତ୍ର ମନୁଷ୍ୟ ତାଙ୍କର ସେବା କରିଥାନ୍ତି। ପବିତ୍ରତାର ମହିମା ରହିଛି। ଏଥିରେ ହିଁ ମେହନତ ବା ପରିଶ୍ରମ କରିବାକୁ ପଡ଼ୁଛି। ଆଖି ବହୁତ ଧୋକା ଦେଇଥାଏ, ଅଧଗତି ହୋଇଥାଏ। ତଳ ଉପର ତ ସମସ୍ତଙ୍କୁ ହେବାକୁ ପଡ଼ୁଛି। ସମସ୍ତଙ୍କର ଦଶା ଖରାପ ହୋଇଯାଉଛି। ଯଦିଓ ବାବା ବୁଝାଉଛନ୍ତି, କିନ୍ତୁ ପିଲାମାନେ ମଧ୍ୟ ବୁଝାଇ ପାରିବେ। ପୁଣି କହୁଛନ୍ତି ମାତା ଗୁରୁ ଦରକାର, କାହିଁକି ନା ଏବେ ମାତା ଗୁରୁଙ୍କର ପରମ୍ପରା ଆରମ୍ଭ ହୋଇଛି। ଆଗରୁ ପିତା ଗୁରୁଙ୍କର ପରମ୍ପରା ଥିଲା। ଏବେ ପ୍ରଥମେ କଳସ ମାତାମାନଙ୍କୁ ମିଳୁଛି। ଅଧିକାଂଶ ମାତାମାନେ ଅଛନ୍ତି। କୁମାରୀମାନେ ପବିତ୍ରତାର ରାକ୍ଷୀ ବାନ୍ଧୁଛନ୍ତି। ଭଗବାନ କହୁଛନ୍ତି କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର। ରକ୍ଷା ବନ୍ଧନ ପବିତ୍ରତାର ଚିହ୍ନ ଅଟେ। ସେମାନେ ରାକ୍ଷୀ ବାନ୍ଧୁଛନ୍ତି, କିନ୍ତୁ ପବିତ୍ର ତ ହେଉନାହାନ୍ତି। ସେସବୁ ହେଲା ଲୋକ ଦେଖାଣିଆ ରାକ୍ଷୀ। ପବିତ୍ର କରାଇବା ପାଇଁ କେହି ହେଲେ ନାହାନ୍ତି। ଏଥିରେ ତ ଜ୍ଞାନ ଦରକାର। ଏବେ ତୁମେ ରାକ୍ଷୀ ବାନ୍ଧୁଛ, ଅର୍ଥ ମଧ୍ୟ ବୁଝାଉଛ, ଏହି ପ୍ରତିଜ୍ଞା କରାଉଛନ୍ତି। ଯେପରି ଶିଖମାନଙ୍କର ଚିହ୍ନ କଙ୍କଣ ରହିଛି, କିନ୍ତୁ ପବିତ୍ର ତ ହେଉନାହାନ୍ତି। ପତିତଙ୍କୁ ପବିତ୍ର କରାଉଥିବା ସମସ୍ତଙ୍କର ସଦ୍ଗତି ଦାତା ହେଲେ ଜଣେ। ସେ ମଧ୍ୟ ଦେହଧାରୀ ନୁହନ୍ତି। ପାଣିର ଗଙ୍ଗା ତ ଏହି ଆଖି ଦ୍ୱାରା ଦେଖି ହୁଏ। ବାବା ଯିଏକି ସଦ୍ଗତି ଦାତା ଅଟନ୍ତି, ତାଙ୍କୁ ଏହି ଆଖି ଦ୍ୱାରା ଦେଖାଯାଇପାରିବ ନାହିଁ। ଆତ୍ମାକୁ କେହି ବି ଦେଖିପାରିବେ ନାହିଁ ଯେ ତାହା କେଉଁ ପ୍ରକାର ଜିନିଷ। କହୁଛନ୍ତି ମଧ୍ୟ ଆମ ଶରୀରରେ ଆତ୍ମା ଅଛି, ତାକୁ ଦେଖିଛ? କହିବେ ନା। ସବୁ ଜିନିଷ ଯାହାର ନାମ ରହିଛି ତାହା ନିଶ୍ଚିତ ଦେଖାଯାଇଥାଏ। ଆତ୍ମାର ମଧ୍ୟ ନାମ ରହିଛି। କହୁଛନ୍ତି ମଧ୍ୟ ଭ୍ରୁକୁଟି ମଧ୍ୟରେ ଚମକୁଛି ଅଜବ ତାରକା, କିନ୍ତୁ ତାହା ଦେଖାଯାଏ ନାହିଁ। ପରମାତ୍ମାକୁ ମଧ୍ୟ ମନେ ପକାଉଛନ୍ତି, କିନ୍ତୁ ସେ ଦେଖାଯାଆନ୍ତି ନାହିଁ। ଲକ୍ଷ୍ମୀ ନାରାୟଣକୁ ଏହି ଆଖି ଦ୍ୱାରା ଦେଖିଥାନ୍ତି। ଯଦିଓ ଲିଙ୍ଗକୁ ପୂଜା କରୁଛନ୍ତି, କିନ୍ତୁ ତାହା କୌଣସି ଯଥାର୍ଥ ରୂପେ ତ ନୁହେଁ ନା। ଜାଣିନାହାନ୍ତି ପରମାତ୍ମା କିଏ, କିପରି। ଏକଥା କେହି ଜାଣିପାରିବେ ନାହିଁ। ଆତ୍ମା ତ ବହୁତ ଛୋଟ ବିନ୍ଦୁ ଅଟେ, ଦେଖି ହୁଏ ନାହିଁ। ନା ଆତ୍ମାକୁ ନା ପରମାତ୍ମାକୁ ଦେଖି କେହି ଦେଖିପାରିବେ ନା ଜାଣିପାରିବେ। ଏବେ ତୁମେ ଜାଣିଛ ଯେ ଆମର ବାବା ଏହାଙ୍କ ଶରୀରରେ ଆସିଛନ୍ତି। ଏହି ଶରୀରର ନିଜସ୍ୱ ଆତ୍ମା ମଧ୍ୟ ରହିଛି। ପୁଣି ପରମ ପିତା ପରମାତ୍ମା କହୁଛନ୍ତି, ମୁଁ ଏହାଙ୍କ ରଥରେ ବିରାଜମାନ କରିଛି। ସେଥିପାଇଁ ବାପ ଦାଦା ବୋଲି କହୁଛ। ଦାଦାଙ୍କୁ ତ ଏହି ଆଖି ଦ୍ୱାରା ଦେଖୁଛ, ବାବାଙ୍କୁ ଦେଖୁନାହିଁ। ଜାଣିଛ ବାବା ହେଉଛନ୍ତି ଜ୍ଞାନର ସାଗର। ସେ ଏହି ଶରୀର ଦ୍ୱାରା ଆମକୁ ଜ୍ଞାନ ଶୁଣାଉଛନ୍ତି। ସେ ହେଉଛନ୍ତି ଜ୍ଞାନର ସାଗର, ପତିତ ପାବନ। ନିରାକାର ରାସ୍ତା କିପରି ବତାଇବେ? ପ୍ରେରଣା ଦ୍ୱାରା ତ କୌଣସି କାମ ହେବ ନାହିଁ। ଭଗବାନ ଆସୁଛନ୍ତି, ଏକଥା କାହାକୁ ହେଲେ ଜଣା ନାହିଁ। ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି। ତେବେ ନିଶ୍ଚୟ ଏଠାକୁ ଆସିଥିବେ ନା। ତୁମେ ଜାଣିଛ ଏବେ ଆମକୁ ସେ ପଢ଼ାଉଛନ୍ତି। ବାବା ଏହାଙ୍କ ଶରୀରରେ ଆସି ପଢ଼ାଉଛନ୍ତି। ବାବାଙ୍କୁ ପୁରା ନ ଚିହ୍ନିବା କାରଣରୁ, ନିଶ୍ଚୟ ବୁଦ୍ଧି ନ ହେବା ଯୋଗୁଁ 8-10 ବର୍ଷ ପରେ ମଧ୍ୟ ଛାଡ଼ପତ୍ର ଦେଉଛନ୍ତି। ମାୟା ବିଲକୁଲ ହିଁ ଅନ୍ଧ କରିଦେଉଛି। ବାବାଙ୍କର ହୋଇ ପୁଣି ଛାଡ଼ିଦେଲେ ପଦଭ୍ରଷ୍ଟ ହୋଇଯାଏ। ଏବେ ତୁମମାନଙ୍କୁ ବାବାଙ୍କର ପରିଚୟ ମିଳିଛି, ତେଣୁ ଅନ୍ୟମାନଙ୍କୁ ମଧ୍ୟ ପରିଚୟ ଦେବା ଉଚିତ। ଋଷି ମୁନି ଆଦି ସମସ୍ତେ ନେତି ଅର୍ଥାତ୍ ଆମେ ଜାଣିନାହୁଁ କହି ଚାଲିଗଲେ। ଆଗରୁ ତୁମେ ମଧ୍ୟ ଜାଣିନଥିଲ। ଏବେ ତୁମେ କହୁଛ, ହଁ ଆମେ ଜାଣିଛୁ, ତେଣୁ ଆସ୍ତିକ ହୋଇଗଲ। ସୃଷ୍ଟିର ଚକ୍ର କିପରି ଘୁରୁଛି, ଏକଥା ମଧ୍ୟ ତୁମେ ଜାଣିଛ। ସାରା ଦୁନିଆ ଏବଂ ତୁମେ ନିଜେ ଏହି ପାଠପଢ଼ା ପୂର୍ବରୁ ନାସ୍ତିକ ଥିଲ। ଏବେ ବାବା ବୁଝାଉଥିବାରୁ ତୁମେ କହୁଛ ଯେ ଆମକୁ ପରମ ପିତା ପରମାତ୍ମା ବାବା ବୁଝାଇ ଆସ୍ତିକ କରାଇଛନ୍ତି। ଆମେ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିନଥିଲୁ। ବାବା ହେଉଛନ୍ତି ରଚୟିତା,
ବାବା ହିଁ ସଙ୍ଗମରେ ଆସି ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ମଧ୍ୟ କରାଉଛନ୍ତି। ପୁରୁଣା ଦୁନିଆର ବିନାଶ ପାଇଁ ଏହି ମହାଭାରତ ଲଢ଼େଇ ରହିଛି। ଯେଉଁଥିପାଇଁ ଭାବୁଛନ୍ତି ଯେ ସେ ସମୟରେ ଶ୍ରୀକୃଷ୍ଣ ଥିଲେ, ଏବେ ତୁମେ ଜାଣୁଛ ନିରାକାର ବାବା ଥିଲେ, ତାଙ୍କୁ ଦେଖି ହେବ ନାହିଁ। ଶ୍ରୀକୃଷ୍ଣଙ୍କର ତ ଚିତ୍ର ଅଛି, ତାଙ୍କୁ ଦେଖି ହେଉଛି। ଶିବଙ୍କୁ ତ ଦେଖି ହେବ ନାହିଁ। ଶ୍ରୀକୃଷ୍ଣ ହେଲେ ସତ୍ୟଯୁଗର ରାଜକୁମାର। ସେହି ଚେହେରା ଆଉ ଥରେ ହୋଇପାରିବ ନାହିଁ। ଶ୍ରୀକୃଷ୍ଣ ମଧ୍ୟ କେବେ କିପରି ଆସିଥିଲେ, ଏକଥା ମଧ୍ୟ କେହି ଜାଣିନାହାନ୍ତି। ଶ୍ରୀକୃଷ୍ଣଙ୍କୁ କଂସର ଜେଲରେ ଦେଖାଇଥାନ୍ତି। କଂସ କ'ଣ ସତ୍ୟଯୁଗରେ ଥିଲା କି? ଏହା କିପରି ହୋଇପାରିବ? କଂସ ଅସୁରକୁ କୁହାଯାଉଛି। ଏହି ସମୟରେ ସମସ୍ତେ ହେଉଛନ୍ତି ଆସୁରୀ ସମ୍ପ୍ରଦାୟ। ପରସ୍ପରକୁ ମାରୁଛନ୍ତି, କାଟୁଛନ୍ତି। ଦୈବୀ ଦୁନିଆ ଥିଲା, ଏକଥା ଭୁଲି ଯାଇଛନ୍ତି। ଈଶ୍ୱରୀୟ ଦୈବୀ ଦୁନିଆ ଈଶ୍ୱର ହିଁ ସ୍ଥାପନ କରୁଛନ୍ତି, ଏକଥା ମଧ୍ୟ ତୁମ ବୁଦ୍ଧିରେ ଅଛି, କିନ୍ତୁ ପୁରୁଷାର୍ଥର କ୍ରମ ଅନୁସାରେ। ଏବେ ତୁମେ ହେଲ ଈଶ୍ୱରୀୟ ପରିବାରର, ପୁଣି ସେଠାରେ ଦୈବୀ ପରିବାରର ହେବ। ଏହି ସମୟରେ ତୁମକୁ ଈଶ୍ୱର ଯୋଗ୍ୟ କରାଉଛନ୍ତି ସ୍ୱର୍ଗର ଦେବୀ ଦେବତା ହେବା ପାଇଁ। ବାବା ପଢ଼ାଉଛନ୍ତି। ଏହି ସଙ୍ଗମ ଯୁଗକୁ କେହି ହେଲେ ବି ଜାଣିନାହାନ୍ତି। କୌଣସି ବି ଶାସ୍ତ୍ରରେ ଏହି ପୁରୁଷୋତ୍ତମ ଯୁଗର କଥା ବର୍ଣ୍ଣନା ନାହିଁ। ପୁରୁଷୋତ୍ତମ ଯୁଗ ଅର୍ଥାତ୍ ଯେଉଁଠି ପୁରୁଷୋତ୍ତମ ହୋଇଥାନ୍ତି। ସତ୍ୟ ଯୁଗକୁ ପୁରୁଷୋତ୍ତମ ଯୁଗ କୁହାଯାଉଛି। ଏହି ସମୟରେ ତ ମନୁଷ୍ୟ ପୁରୁଷୋତ୍ତମ ନୁହନ୍ତି, ଏହାକୁ ତ କନିଷ୍ଠତମ ପ୍ରଧାନ କୁହାଯିବ। ଏସବୁ କଥା ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଆଉ କେହି ବୁଝିପାରିବେ ନାହିଁ। ବାବା କହୁଛନ୍ତି, ଏହା ହେଉଛି ଆସୁରୀ ଭ୍ରଷ୍ଟାଚାରୀ ଦୁନିଆ। ସତ୍ୟ ଯୁଗରେ ଏପରି କୌଣସି ବାତାବରଣ ରହିବ ନାହିଁ। ତାହା ଶ୍ରେଷ୍ଠାଚାରୀ ଦୁନିଆ ଥିଲା। ସେମାନଙ୍କର ଚିତ୍ର ରହିଛି। ବାସ୍ତବରେ ଏମାନେ ଶ୍ରେଷ୍ଠାଚାରୀ ଦୁନିଆର ମାଲିକ ଥିଲେ। ସେମାନେ ଭାରତର ରାଜା ଥିଲେ, ଯାହାଙ୍କର ପୂଜା କରାଯାଉଛି। ପୂଜ୍ୟ ପବିତ୍ର ଥିଲେ, ଯିଏ ପୁଣି ପୂଜାରୀ ହୋଇଛନ୍ତି। ପୂଜାରୀ ଭକ୍ତି ମାର୍ଗକୁ, ପୂଜ୍ୟ ଜ୍ଞାନ ମାର୍ଗକୁ କୁହାଯାଉଛି। ପୂଜ୍ୟରୁ ପୂଜାରୀ, ପୂଜାରୀରୁ ପୁଣି ପୂଜ୍ୟ କିପରି ହେଉଛନ୍ତି, ଏକଥା ମଧ୍ୟ ତୁମେ ଜାଣିଛ। ଏହି ଦୁନିଆରେ ଜଣେ ହେଲେ ପୂଜ୍ୟ ହୋଇପାରିବେ ନାହିଁ। ପରମପିତା ପରମାତ୍ମା ଏବଂ ଦେବତାମାନଙ୍କୁ ହିଁ ପୂଜ୍ୟ କୁହାଯାଉଛି। ପରମ ପିତା ପରମାତ୍ମା ହେଉଛନ୍ତି ସମସ୍ତଙ୍କର ପୂଜ୍ୟ। ସମସ୍ତ ଧର୍ମାବଲମ୍ବୀମାନେ ତାଙ୍କର ପୂଜା କରୁଛନ୍ତି। ଏପରି ବାବାଙ୍କର ଜନ୍ମର ଏହିଠାରେ ହିଁ ଗାୟନ କରାଯାଉଛି। ଶିବ ଜୟନ୍ତୀ ରହିଛି ନା? କିନ୍ତୁ ମନୁଷ୍ୟମାନଙ୍କୁ କିଛି ହେଲେ ଜଣା ନାହିଁ ଯେ ତାଙ୍କର ଜନ୍ମ ଭାରତରେ ହେଉଛି। ଆଜିକାଲି ତ ଶିବ ଜୟନ୍ତୀକୁ ଛୁଟି ଦିନ ରୂପେ ମଧ୍ୟ ପାଳନ କରୁନାହାନ୍ତି। ଜୟନ୍ତୀ ପାଳନ କର, ନ କର, ତୁମ ଇଚ୍ଛା, କାରଣ ଏହା ସରକାରୀ ଛୁଟି ଦିନ ନୁହେଁ। ଯିଏ ଶିବ ଜୟନ୍ତୀକୁ ପାଳନ୍ତି ନାହିଁ, ସେମାନେ ତ ନିଜ ନିଜ କାମରେ ଚାଲିଯାଆନ୍ତି। ବହୁତ ଧର୍ମ ରହିଛି ନା? ସତ୍ୟ ଯୁଗରେ ଏପରି କଥା ହୁଏ ନାହିଁ। ସେଠାରେ ଏହି ବାତାବରଣ ହିଁ ନାହିଁ। ସତ୍ୟ ଯୁଗ ହେଉଛି ନୂଆ ଦୁନିଆ। ସେଠାରେ ଏକ ଧର୍ମ ହିଁ ରହିବ। ଏକଥା ଜଣାପଡ଼ିବ ନାହିଁ ଯେ ଆମ ପଛରେ ଚନ୍ଦ୍ରବଂଶୀ ରାଜ୍ୟ ହେବ। ଏଠାରେ ତୁମେ ସବୁ କିଛି ଜାଣିଛ। ଏହି କଥା ସବୁ ଅତୀତ ହୋଇଯାଇଛି। ସତ୍ୟ ଯୁଗରେ ତୁମେ ଥିବ। ସେଠାରେ କେଉଁ ଅତୀତକୁ ମନେ ପକାଇବ? ଅତୀତ ହେଉଛି କଳିଯୁଗ। ତାର ଇତିହାସ ଭୂଗୋଳ ଶୁଣିଲେ ଫାଇଦା କ'ଣ? ଏଠାରେ ତୁମେ ଜାଣିଛ ଆମେ ବାବାଙ୍କ ପାଖରେ ବସିଛୁ। ବାବା ଶିକ୍ଷକ ସହିତ ସତଗୁରୁ ମଧ୍ୟ ଅଟନ୍ତି। ବାବା ଆସିଛନ୍ତି ସମସ୍ତଙ୍କର ସଦ୍ଗତି କରିବା ପାଇଁ। ସମସ୍ତ ଆତ୍ମାମାନଙ୍କୁ ନିଶ୍ଚୟ ନେଇଯିବେ। ମନୁଷ୍ୟ ତ ଦେହ ଅଭିମାନରେ ଆସି କହୁଛନ୍ତି ସବୁ ମାଟିରେ ମିଶିଯିବ। ଏ କଥା ବୁଝୁନାହାନ୍ତି ଯେ ଆତ୍ମାମାନେ ତ ଚାଲିଯିବେ, ବାକି ଏହି ଶରୀର ମାଟିରେ ତିଆରି ହୋଇଛି। ଏହି ପୁରୁଣା ଶରୀର ବିନାଶ ହୋଇଯାଉଛି। ଆମେ ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ନେଉ। ଏହି ଦୁନିଆରେ ଏହା ଆମର ଅନ୍ତିମ ଜନ୍ମ। ଏଠାରେ ସମସ୍ତେ ପତିତ ଅଟନ୍ତି। ସର୍ବଦା ପବିତ୍ର ତ କେହି ରହିପାରିବେ ନାହିଁ। ପ୍ରତି ଜିନିଷ ସତୋପ୍ରଧାନ, ସତୋ ରଜ ତମ ହୋଇଥାଏ ନା?
ଲୋକେ ତ କହିଦେଉଛନ୍ତି ସବୁ ଈଶ୍ୱରଙ୍କର ହିଁ ରୂପ। ଈଶ୍ୱର ଖେଳ କରିବା ପାଇଁ ଅନେକ ରୂପ ଧାରଣ କରିଛନ୍ତି। ହିସାବ କିତାବ କିଛି ହେଲେ ଜାଣିନାହାନ୍ତି। ନା ଯିଏ ଖେଳ କରୁଛନ୍ତି ତାଙ୍କୁ ଜାଣିଛନ୍ତି। ବାବା ହିଁ ବସି ବିଶ୍ୱର ଇତିହାସ ଭୂଗୋଳ ବୁଝାଉଛନ୍ତି। ଖେଳରେ ପ୍ରତ୍ୟେକଙ୍କର ଅଭିନୟ ଅଲଗା ଅଲଗା ରହିଛି। ସମସ୍ତଙ୍କର ପୋଜିସନ୍ ଅର୍ଥାତ୍ ସ୍ଥାନ ଅଲଗା ଅଲଗା। ଯିଏ ଯେପରି ଉପାଧିଧାରୀ ଥାଆନ୍ତି ତାଙ୍କର ମହିମା ସେହିପରି ହୋଇଥାଏ। ଏସବୁ କଥା ବାବା ସଙ୍ଗମରେ ହିଁ ବୁଝାଉଛନ୍ତି। ସତ୍ୟ ଯୁଗରେ ପୁଣି ସତ୍ୟ ଯୁଗର ଅଭିନୟ ଚାଲିବ। ସେଠାରେ ଏହିସବୁ କଥା ହେବ ନାହିଁ। ଏଠାରେ ତୁମ ବୁଦ୍ଧିରେ ସୃଷ୍ଟିଚକ୍ରର ଜ୍ଞାନ ଘୁରୁଛି। ତୁମର ନାମ ହିଁ ହେଉଛି ସ୍ୱଦର୍ଶନ ଚକ୍ରଧାରୀ। ଲକ୍ଷ୍ମୀ ନାରାୟଣକୁ କ'ଣ ସ୍ୱଦର୍ଶନ ଚକ୍ର ଦିଆଯାଉଛି କି? ଏସବୁ ଏଠିକାର କଥା। ମୂଳ ବତନରେ କେବଳ ଆତ୍ମାମାନେ ରହୁଛନ୍ତି। ସୂକ୍ଷ୍ମ ବତନରେ କିଛି ହେଲେ ନାହିଁ। ମନୁଷ୍ୟ, ଜୀବଜନ୍ତୁ, ପଶୁ ପକ୍ଷୀ ଆଦି ସବୁ ଏହିଠାରେ ଅଛନ୍ତି। ସତ୍ୟ ଯୁଗରେ ମୟୂର ଆଦି ଦେଖାଉଛନ୍ତି। ଏପରି ନୁହେଁ ଯେ ସେଠାରେ ମୟୂରର ପର ବାହାର କରି ପିନ୍ଧିବେ। ମୟୂରକୁ କ'ଣ ଦୁଃଖ ଦେବେ କି? ଏପରି ବି ନୁହେଁ ଯେ ମୟୂରଠାରୁ ଖସି ତଳେ ପଡ଼ିଯାଇଥିବା ପରକୁ ମୁକୁଟରେ ଲଗାଇବେ। ନା, ମୁକୁଟରେ ମଧ୍ୟ ମିଥ୍ୟା ସ୍ମାରକୀ ଦେଇଛନ୍ତି। ସେଠାରେ ସବୁ ସୁନ୍ଦର ଜିନିଷ ରହିବ। କୌଣସି ଖରାପ ଜିନିଷର ଚିହ୍ନବର୍ଣ୍ଣ ରହିବ ନାହିଁ। ଏପରି କୌଣସି ଜିନିଷ ରହିବ ନାହିଁ ଯାହାକୁ ଦେଖି ଘୃଣା ଲାଗିବ। ଏଠାରେ ତ ଘୃଣା ଆସୁଛି ନା। ସେଠାରେ ଜୀବଜନ୍ତୁଙ୍କୁ ମଧ୍ୟ ଦୁଃଖ ହୁଏ ନାହିଁ। ସତ୍ୟଯୁଗ କେତେ ଫାଷ୍ଟ କ୍ଲାସ୍ ହେବ। ନାମ ହିଁ ହେଉଛି ସ୍ୱର୍ଗ, ହେଭେନ୍, ନୂଆ ଦୁନିଆ। ଏଠାରେ ତ ପୁରୁଣା ଦୁନିଆରେ ଦେଖ, ବର୍ଷା ଯୋଗୁଁ କେତେ ଘର ଭୁଷୁଡ଼ି ଯାଉଛି, ମନୁଷ୍ୟ ମରିଯାଉଛନ୍ତି। ଭୂମିକମ୍ପ ହେଲେ ସବୁ ପୋତି ହୋଇ ମରିଯିବେ। ସତ୍ୟ ଯୁଗରେ ବହୁତ କମ୍ ରହିବେ, ପରେ ପୁଣି ବୃଦ୍ଧି ହେବ। ପ୍ରଥମେ ସୂର୍ଯ୍ୟବଂଶୀ ରହିବେ। ଦୁନିଆ 25% ପୁରୁଣା ହେବା ପରେ ଚନ୍ଦ୍ରବଂଶୀ ହେବେ। ସତ୍ୟଯୁଗ 1250 ବର୍ଷ ଅଟେ। ତାହା ହେଉଛି 100% ନୂଆ ଦୁନିଆ, ଯେଉଁଠି ଦେବୀ ଦେବତାମାନେ ରାଜତ୍ୱ କରନ୍ତି। ତୁମମାନଙ୍କ ମଧ୍ୟରେ ବି ବହୁତ ଏକଥା ଭୁଲି ଯାଉଛନ୍ତି। ରାଜଧାନୀ ତ ନିଶ୍ଚିତ ସ୍ଥାପନ ହେବ। ଏଥିରେ ନିରୁତ୍ସାହିତ ହେବା ଅନୁଚିତ। ସବୁକିଛି ପୁରୁଷାର୍ଥର କଥା। ବାବା ସମସ୍ତ ସନ୍ତାନମାନଙ୍କୁ ସମାନ ପୁରୁଷାର୍ଥ କରାଉଛନ୍ତି। ତୁମେ ନିଜ ପାଇଁ ବିଶ୍ୱ ଉପରେ ସ୍ୱର୍ଗର ବାସାଇ ବା ରାଜତ୍ୱ ସ୍ଥାପନ କରୁଛ। ନିଜକୁ ଦେଖିବା ଉଚିତ କି ମୁଁ କ'ଣ ହେବି? ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଏହି ପୁରୁଷୋତ୍ତମ ଯୁଗରେ ସ୍ୱର୍ଗର ଦେବୀ ଦେବତା ହେବାର ପାଠ ପଢ଼ି ନିଜକୁ ଯୋଗ୍ୟ କରିବାକୁ ହେବ। ପୁରୁଷାର୍ଥରେ କେବେ ବି ନିରାଶ ହେବାର ନାହିଁ। 2 ନମ୍ବର। ଏହି ବେହଦର ଖେଳରେ ପ୍ରତ୍ୟେକ ଅଭିନେତାଙ୍କର ପାର୍ଟ ଏବଂ ପୋଜିସନ୍ ଅଲଗା ଅଲଗା ଅଟେ। ଯାହାର ଯେପରି ପୋଜିସନ୍ ଅର୍ଥାତ୍ ପଦ ରହିଛି, ତାଙ୍କୁ ସେହିପରି ସମ୍ମାନ ମିଳୁଛି। ଏହିସବୁ ରହସ୍ୟକୁ ବୁଝି ବିଶ୍ୱର ଇତିହାସ ଭୂଗୋଳକୁ ସ୍ମରଣ କରି ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡ଼ିବ। ଆଜିର ବରଦାନ। ବାବାଙ୍କର ପ୍ରତ୍ୟେକ ଶ୍ରୀମତର ପାଳନ କରୁଥିବା ସଚ୍ଚା ସ୍ନେହୀ, ସଚ୍ଚା ପ୍ରେମିକା ହୁଅ। ବାବାଙ୍କର ପ୍ରତ୍ୟେକ ଶ୍ରୀମତର ପାଳନ କରୁଥିବା ସଚ୍ଚା ସ୍ନେହୀ, ସଚ୍ଚା ପ୍ରେମିକା ହୁଅ। ଡିଟେଲ୍ସ। ଯେଉଁ ପିଲାମାନେ ସଦାସର୍ବଦା ଏକମାତ୍ର ବାବାଙ୍କର ସ୍ନେହରେ ଲଭ୍ଲିନ୍ ହୋଇ ରହିଥାନ୍ତି, ସେମାନଙ୍କୁ ବାବାଙ୍କର ପ୍ରତ୍ୟେକ କଥା ପ୍ରିୟ ଲାଗିଥାଏ। ତେଣୁ ସେମାନଙ୍କର ସବୁ ପ୍ରଶ୍ନ ସମାପ୍ତ ହୋଇଯାଇଥାଏ। ବ୍ରାହ୍ମଣ ଜନ୍ମର ମୂଳଦୁଆ ହିଁ ସ୍ନେହ ଅଟେ। ଯେଉଁମାନେ ସ୍ନେହୀ ଏବଂ ପ୍ରେମିକା ଆତ୍ମା, ସେମାନଙ୍କୁ ବାବାଙ୍କର ଶ୍ରୀମତକୁ ପାଳନ କରିବା ପାଇଁ ମୁସ୍କିଲର ଅନୁଭବ ହୋଇନଥାଏ। ସ୍ନେହ ଥିବା କାରଣରୁ ସେମାନଙ୍କ ଭିତରେ ସର୍ବଦା ଏହି ଉମଙ୍ଗ ରହିଥାଏ ଯେ
ବାବା ଯାହା ସବୁ କହିଛନ୍ତି ତାହା ମୋ ପାଇଁ ହିଁ କହିଛନ୍ତି। ତେଣୁ ମୋତେ ନିଶ୍ଚିତ କରିବାକୁ ହେବ। ସ୍ନେହୀ ଆତ୍ମାମାନେ ବିଶାଳ ହୃଦୟବାଲା ମଧ୍ୟ ହୋଇଥାନ୍ତି। ସେଥିପାଇଁ ସେମାନଙ୍କ ପାଇଁ ସବୁ ବଡ଼ କଥା ମଧ୍ୟ ଛୋଟ ହୋଇଯାଏ। ଆଜିର ସ୍ଲୋଗାନ, କୌଣସି କଥାରେ ଅପମାନର ବା ଦୁଃଖର ଅନୁଭୂତି ହେବା ମଧ୍ୟ ଫେଲ୍ ହେବାର ଲକ୍ଷଣ। କୌଣସି କଥାରେ ଅପମାନର ବା ଦୁଃଖର ଅନୁଭୂତି ହେବା ମଧ୍ୟ ଫେଲ୍ ହେବାର ଲକ୍ଷଣ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର। ଜ୍ୱାଳା ସ୍ୱରୂପ ସ୍ଥିତିର ଅନୁଭବ କରିବା ପାଇଁ ନିରନ୍ତର ଯୋଗର ଜ୍ୱାଳାକୁ ପ୍ରଜ୍ୱଳିତ କରି ରଖ। ଏହାର ସହଜ ବିଧି ହେଲା ସର୍ବଦା ନିଜକୁ ସାରଥୀ ଏବଂ ସାକ୍ଷୀ ମନେ କରି ଚାଲ। ଆତ୍ମା ଏହି ଶରୀର ରୂପୀ ରଥର ସାରଥୀ ଅଟେ। ଏହି ସ୍ମୃତି ସ୍ୱତଃ ହିଁ ଏହି ରଥଠାରୁ ବା କୌଣସି ପ୍ରକାରର ଦୈହିକ ଚେତନାଠାରୁ ନିଆରା କରିଦେଇଥାଏ ଏବଂ ସମସ୍ତ କର୍ମେନ୍ଦ୍ରିୟ ନିଜର ନିୟନ୍ତ୍ରଣରେ ରହିଥାନ୍ତି। ମନ, ବୁଦ୍ଧି, ସଂସ୍କାର ରୂପୀ ସୂକ୍ଷ୍ମ ଶକ୍ତିଗୁଡ଼ିକ ମଧ୍ୟ ଶୃଙ୍ଖଳିତ ଭାବରେ ରହିଥାନ୍ତି। ଓମ୍ ଶାନ୍ତି।